नमस्कार ମୁଁ ଦେବେନ୍ଦ୍ର ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓରେ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓରେ ଆମେ କଥା ହେବା ଆୟୁଷ୍ମାନ କାର୍ଡ଼ ବିଷୟରେ। ତ ଦେଖନ୍ତୁ ଆୟୁଷ୍ମାନ କାର୍ଡ଼ କ'ଣ ଏବଂ ଆୟୁଷ୍ମାନ କାର୍ଡ଼ର ବେନିଫିଟ୍ସ କ'ଣ, ଆୟୁଷ୍ମାନ କାର୍ଡ଼ କେଉଁମାନେ ପାଇବେ, ଆୟୁଷ୍ମାନ କାର୍ଡ଼ ଆବେଦନ କରିବା ପାଇଁ ହେଲେ କେଉଁ ସବୁ ଡକୁମେଣ୍ଟସ୍ ଲାଗିବ। ତ এই ଭିଡ଼ିଓରେ ଆମେ ଆୟୁଷ୍ମାନ କାର୍ଡ଼କୁ ନେଇ ପୁରା ଫୁଲ୍ ଡିଟେଲ୍ସରେ କଥା ହେବା। ତ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ବଜାଇ ଦିଅନ୍ତୁ, ଯାହାଫଳରେ ମୁଁ ଯାହା ବି ଏମିତି ନୂଆ ନୂଆ ଇନଫର୍ମେସନ୍ ଭିଡ଼ିଓ ଅପଲୋଡ଼ କରିବି ତ ସର୍ବପ୍ରଥମେ ନୋଟିଫିକେସନ୍ ଆପଣ ପାଇପାରିବେ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରିବା। ଆମେ ପ୍ରଥମେ ଜାଣିନେବା ଆୟୁଷ୍ମାନ କାର୍ଡ଼ କ'ଣ। ତ ଆୟୁଷ୍ମାନ କାର୍ଡ଼ର ପୁରା ନାମ ହେଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଦ୍ୟାଟ୍ ଇଜ୍ PMJAY। ଠିକ୍ ଅଛି। ତ ଦେଖନ୍ତୁ ଆୟୁଷ୍ମାନ କାର୍ଡ଼ର ବେନିଫିଟ୍ସ ଉପରେ ଆମେ କଥା ହେବା। ତ ଆୟୁଷ୍ମାନ କାର୍ଡ଼ର ବା ଆୟୁଷ୍ମାନ କାର୍ଡ଼ଧାରୀ ପରିବାରମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାର ଚିକିତ୍ସା ଯୋଗାଇ ଦିଆଯିବ। ଆୟୁଷ୍ମାନ କାର୍ଡ଼ କେଉଁମାନେ ପାଇବେ? ତ ଦେଖନ୍ତୁ ଆୟୁଷ୍ମାନ କାର୍ଡ଼ ଗ୍ରାମାଞ୍ଚଳରେ ରହୁଥିବା ବା ଗାଁରେ ରହୁଥିବା ଲୋକମାନେ କେଉଁ ଲୋକମାନେ ପାଇବେ ନା ଯେଉଁ ଲୋକମାନଙ୍କର ମାଟି କାନ୍ଥ ଏବଂ ଚାଳଛପର ଘର ଥିବ। ଦୁଇରେ ହେଉଛି ଯେଉଁ ପରିବାରରେ 16ରୁ 59 ବର୍ଷର ସଦସ୍ୟ ବା ପରିବାରର ରୋଜଗାର କରୁଥିବା ଲୋକ ନଥିବ। ଏବଂ 3ରେ ହେଉଛି ଯେଉଁ ପରିବାରରେ କେବଳ ଝିଅ ମା ମାନେ ଅଛନ୍ତି ଏବଂ ପରିବାରରେ 16ରୁ 59 ବର୍ଷର ପୁରୁଷ ପିଲା ବା ପୁଅ ପିଲା ନଥିବେ। 4ରେ ହେଉଛି ଯେଉଁ ପରିବାରରେ କାମ କରୁନଥିବା ଲୋକ ବା କାମ କରିବା ପାଇଁ ଅକ୍ଷମ। 5ରେ ହେଉଛି ଗାଁରେ ରହୁଥିବା ST SC ପରିବାରମାନଙ୍କୁ। 6ରେ ହେଉଛି ଯେଉଁ ଲୋକମାନଙ୍କର ଘର ନଥିବ ଏବଂ ଲେବର କାମ କରୁଥିବ। ତ ଦେଖନ୍ତୁ ଫ୍ରେଣ୍ଡସ୍ ଆୟୁଷ୍ମାନ କାର୍ଡ଼କୁ ଆବେଦନ ବା ଆପ୍ଲାଏ କରିବା ପାଇଁ ହେଲେ କ'ଣ କ'ଣ ଡକୁମେଣ୍ଟ ଲାଗିବ ଧ୍ୟାନ ସହ ଶୁଣନ୍ତୁ। ଠିକ୍ ଅଛି। ତ ଦେଖନ୍ତୁ 1ରେ ହେଉଛି ଆଧାର କାର୍ଡ଼, 2ରେ ହେଉଛି ପାନ୍ କାର୍ଡ଼, 3ରେ ହେଉଛି ରାସନ କାର୍ଡ଼, 4ରେ ହେଉଛି ମୋବାଇଲ ନମ୍ବର, 5ରେ ହେଉଛି ଇମେଲ୍ ଆଡ୍ରେସ୍ ବା ଇମେଲ୍ ID, 6ରେ ହେଉଛି କାଷ୍ଟ ସାର୍ଟିଫିକେଟ୍, 7ରେ ହେଉଛି ଇନକମ୍ ସାର୍ଟିଫିକେଟ୍। ଠିକ୍ ଅଛି। ଏହିସବୁ ଆପଣଙ୍କର ଡକୁମେଣ୍ଟସ୍ ଲାଗିବ ଆୟୁଷ୍ମାନ କାର୍ଡ଼ ଆପ୍ଲାଏ କରିବା ପାଇଁ। ଠିକ୍ ଅଛି। ତ ଏପର୍ଯ୍ୟନ୍ତ ଆମ ଓଡ଼ିଶାରେ ଲାଗୁ ହୋଇନି। ଯେତେବେଳେ ବି ଲାଗୁ ହେବ ନିହାତି ଭାବରେ ଆପଣମାନଙ୍କୁ ଆମ ଚ୍ୟାନେଲ୍ ମାଧ୍ୟମରେ ନିହାତି ଜଣେଇବି। ତ ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଟେକ୍ କେୟାର, ବାଏ ବାଏ।